पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौरतवृंद। हरे कृष्ण 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 हरे 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 राम 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 हरे हरे। ओम नमो भगवते वासुदेवाय। ସମସ୍ତଙ୍କୁ ମୋର ଦଣ୍ଡବତ ପ୍ରଣାମ। ମୋର ଟପିକ ଥିଲା ବୃନ୍ଦାବନରେ ପ୍ରଳୟଙ୍କାରୀ ବୃଷ୍ଟିପାତ। ଯେତେବେଳେ ଇନ୍ଦ୍ରଦେବ ଜାଣିପାରିଲେ ଯେ ବୃନ୍ଦାବନରେ ଗୋପାଳ ମାନେ ତାଙ୍କର ବନ୍ଧୁ ଶ୍ରୀକୃଷ୍ଣଙ୍କର କଥା ମାନି ତାଙ୍କ ପାଇଁ ପୂଜା କରାଯାଇଥିବା ଆୟୋଜନକୁ ଶ୍ରୀକୃଷ୍ଣ ତାଙ୍କୁ ପୂଜା କରିବାକୁ ମନା କରିଦେଇଥିଲେ। ତ ସେ ଖୁବ ରାଗି ଯାଇଥିଲେ ଏବଂ ସେ ଅ, ଏବଂ ସେ ନନ୍ଦ ମହାରାଜଙ୍କ ନେତୃତ୍ୱରେ ଥିବା ଯେତିକି ଗୋପାଳ ମାନଙ୍କୁ ସେ କ୍ରୋଧ କରିବାକୁ ଲାଗିଲେ। ଏବଂ ଇନ୍ଦ୍ର ଜାଣିଥିଲେ ଯେ ସେମାନଙ୍କୁ ଶ୍ରୀକୃଷ୍ଣ ସହାୟତା କରୁଛନ୍ତି। ତଥାପି ସେ ତାଙ୍କ ଗର୍ବ ଅନୁଯାୟୀ ତାଙ୍କ ରାକ୍ଷସ ପ୍ରବୃତ୍ତି ତାଙ୍କ ଭିତରେ ଟିକେ ଅଧିକ ହୋଇଯାଇଥିଲା ଆଉ ଗର୍ବ ଅନୁଯାୟୀ ସେ ତାଙ୍କୁ ଅ, ସେ ସାମ୍ ସାମ୍ବର୍ତିକ ମେଘକୁ ସେ ଡାକି ବୃନ୍ଦାବନରେ ବୃଷ୍ଟିପାତ କରିବାକୁ ଆରମ୍ଭ କରିଦେଲେ। ସାମ୍ବର୍ତିକ ମେଘକୁ ସେତେବେଳେ ଡକାଯାଏ ଯେତେବେଳେ ଜଗତକୁ ବିନାଶ କରିବାର ଥିବ। ତ ସେ ସାମ୍ବତିକ ମେଘକୁ ଡାକି କହିଲେ କି ଏମାନେ ବୃନ୍ଦାବନର ଅଧିବାସୀ ଦୃଷ୍ଟତା ଦେଖାଉଛନ୍ତି। ସେମାନେ ଜଙ୍ଗଲର ଅଧିବାସୀ ହୋଇ ସେମାନେ ଶ୍ରୀକୃଷ୍ଣଙ୍କ କଥା ମାନି ଦେବତା ମାନଙ୍କୁ ପୂଜା କରିବାକୁ ସେମାନେ ମନା କରୁଛନ୍ତି। ସେମାନେ ଭୁଲି ଯାଉଛନ୍ତି ଯେ ଶ୍ରୀକୃଷ୍ଣ ଗୋଟେ ଛୋଟ ପିଲା। ତାଙ୍କ ଛୋଟ ପିଲା କଥା ମାନି ସେମାନେ ମୂର୍ଖଙ୍କ ପରି କାମ କରୁଛନ୍ତି। ଏହା ଭାବି ସେ ସାମ୍ବତିକ ମେଘକୁ ଡକାଇଥିଲେ। ଶ୍ରୀକୃଷ୍ଣ ଗୀତାରେ କହିଥିଲେ କି ଯୋଉମାନେ ଦେବତା ମାନଙ୍କୁ ପୂଜା କରୁଛନ୍ତି ସେମାନେ ଅଳ୍ପ ବୁଦ୍ଧି ଓ ସେ ଘୋଷଣା ମଧ୍ୟ କରିଥିଲେ କି ସେ ଘୋଷଣା ମଧ୍ୟ କରିଥିଲେ କି ସମସ୍ତ ସମସ୍ତ ଦେବତାଙ୍କୁ ପୂଜା ନକରି ଯୋଉମାନେ କୃଷ୍ଣ ଚେତନଶୀଳ ସେମାନେ କୃଷ୍ଣ ଚୈତନ୍ୟଶୀଳ ଯୋଉମାନେ ରହିବେ ତାଙ୍କୁ ସେ ସହାୟତା ପ୍ରଦାନ କରିବେ। ତ ସେ ଇନ୍ଦ୍ରଦେବଙ୍କୁ କ୍ରୋଧ ଦେଇ ଏବଂ ଇନ୍ଦ୍ରଦେବଙ୍କୁ କ୍ରୋଧ ଦେଇ ଏବଂ ପରେ ଦଣ୍ଡ ଦେଇ ସେ ଏହା ପ୍ରମାଣ କରିଦେଇଛନ୍ତି ଯେ ଦେବତା ମାନଙ୍କୁ ପୂଜା ନକରି କେବଳ ଶ୍ରୀକୃଷ୍ଣଙ୍କୁ ଶ୍ରୀକୃଷ୍ଣ ଚେତନାଶୀଳ ହବା ଆବଶ୍ୟକ। ତାପରେ ଇନ୍ଦ୍ରଦେବ କଣ କରିଛନ୍ତି ସେ ସାମ୍ବର୍ତିକ ମେଘକୁ ଡକାଇ ସେ ବୃଷ୍ଟିପାତ କରିଛନ୍ତି ଏବଂ ସେ କହିଛନ୍ତି କି ସମଗ୍ର ବୃନ୍ଦାବନକୁ ଜଳମଗ୍ନ କରାଇଦେବାକୁ ଏବଂ ଗାଈ ଗୋରୁ ମାନଙ୍କୁ ମଧ୍ୟ ଭସାଇ ଦେବାକୁ। ତାପରେ ଯେତେବେଳେ ବୃଷ୍ଟିପାତ ଆରମ୍ଭ ହେଲା ସେତେବେଳେ ସମଗ୍ର ବୃନ୍ଦାବନ ଭୂମି ପାଣି ଜଳରେ ସମାନ ଦେଖାଗଲା। ତ ଖାଲ ଢିପ ସବୁ ସମାନ ଦେଖାଗଲା ପରେ ଗାଈ ଗୋରୁ ମାନେ ସେଠାରେ ବହୁତ ହଇରାଣ ହେଲେ। ଆଉ କେତେ ଗାଈ ବୁଡି ମଧ୍ୟ ଗଲେ। ତାପରେ ସବୁ ଲୋକମାନେ ମିଶି ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କଲେ କି ଭଗବାନ ଆପଣ ତ ବହୁତ ସ୍ନେହଶୀଳ ତ ଆପଣ
ଆମ ମାନଙ୍କୁ ରକ୍ଷା କରନ୍ତୁ। ତ ଇନ୍ଦ୍ରଙ୍କ ଆମେ ପୂଜା ନ କରିବା ଦ୍ଵାରା ସେ ଆମ ଉପରେ କ୍ରୋଧ କରି ସେ ବର୍ଷା ଜୋର ଆକାଶରେ ଘୂର୍ଣ୍ଣିଭୂତ ବର୍ଷା କରି ସେ ଆମ ଉପରେ କପ ଦୃଷ୍ଟି ଦେଖାଇଛନ୍ତି। ତ ତାପରେ ଶ୍ରୀକୃଷ୍ଣ ସେମାନଙ୍କ ପ୍ରାର୍ଥନା ଶୁଣି ଗୋବର୍ଦ୍ଧନ ପର୍ବତକୁ ଏପରି ଉଠାଇଲେ ଯେପରି କେହି ଜଣେ ଛତୁକୁ ଉଠାଉଛନ୍ତି। ତାପରେ ସେ ପାହାଡକୁ ଟେକି ସେମାନଙ୍କୁ ସମ୍ବୋଧନ କଲେ। ହେ ମୋର ବୃନ୍ଦାବନ ବାସୀ ମାନେ ଆପଣ ଏଇ ବାହାର ଝଡ ତୋଫାନ ରେ ବହୁତ ହଇରାଣ ହଉଛନ୍ତି ତ ଆପଣ ଦୟାପର୍ବଶ ଏଇ ଭିତରକୁ ପଳେଇ ଆସନ୍ତୁ। ତ ସେମାନେ ଭିତରକୁ ଆସି ଯାଇଥିଲେ। ରେ ସେଇ ଗୋଟେ ସପ୍ତାହ ପର୍ଯ୍ୟନ୍ତ ସେଇ ବର୍ଷା ଚାଲି ରହିଥିଲା। ଗୋଟେ ସପ୍ତାହ ବର୍ଷ ପର୍ଯ୍ୟନ୍ତ ସେ ବର୍ଷା ଲାଗି ରହିଥିଲା ସେଥିରେ ସେମାନଙ୍କୁ ଭୋକ ଶସ କୌଣସି ବି ଅସୁବିଧାର ସମ୍ମୁଖୀନ ହେବାକୁ ପଡିନଥିଲା। ଏହାପରେ ଏହା ଦେଖି ଇନ୍ଦ୍ରଦେବ ଯେତେବେଳେ ଦେଖିଲେ କି ଗୋଟେ ସପ୍ତାହ ପର୍ଯ୍ୟନ୍ତ ଏମାନଙ୍କୁ ସେ କିଛି କରିପାରିଲେନି ସେ ଗୋଟେ ସପ୍ତାହ ପର୍ଯ୍ୟନ୍ତ ଏମିତି ପାହାଡକୁ ଗୋବର୍ଦ୍ଧନ ପର୍ବତକୁ ଟେକି ଧରିଲେ ତ ସେ ଧୀରେ ଧୀରେ ତାଙ୍କର ବୃଷ୍ଟିପାତକୁ କମ କରିଦେଲେ ଏବଂ ତୃଣାବତ ମେଘକୁ ସେ ଅଟକାଇ ଦବାକୁ ଆଦେଶ ଦେଲେ। ତାପରେ ଶ୍ରୀକୃଷ୍ଣ ସମସ୍ତଙ୍କୁ କହିଲେ କି ସେଠାରୁ ବାହାରି ଯିବାକୁ ଆଉ କିଛି ଡର ନାହିଁ। ଆଉ ଇନ୍ଦ୍ରଦେବ ହଇରାଣ କରିବେନି। ତ ତାପରେ ସେ ସମସ୍ତଙ୍କୁ ଆଦେଶ ଦେଲେ କି ଆପଣଙ୍କର ପୁତ୍ର ସ୍ତ୍ରୀ ଗୋରୁ ଗାଈ ଧନ ସମ୍ପତ୍ତିଙ୍କ ସହ ଗୋବର୍ଦ୍ଧନ ପର୍ବତରୁ ବାହାରକୁ ଯିବା ପାଇଁ ତାପରେ ସମସ୍ତେ ଶଗଡ ଗାଡିରେ ତାଙ୍କର ଧନ ସମ୍ପତ୍ତିକୁ ନେଇ ସେଠୁ ବାହାରେ ହେଲେ। ତାପରେ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତକୁ ସେଇ ଜାଗାରେ ରଖି ସେ ବାହାରକୁ ଆସିଲେ ଏବଂ ସମସ୍ତଙ୍କୁ ଆଲିଙ୍ଗନ କଲେ। ଗୋପୀ ଗୋପାଳ ମାନେ ତାଙ୍କୁ ଆଗରୁ ଯେମିତି ତାଙ୍କୁ ସ୍ନେହ କରୁଥିଲେ ଆଉ ଦହି ଥିଲେ ସେମିତି ଦେଲେ। ଭଗବାନ ଦେବତା ମାନେ ଉପରୁ ପୁଷ୍ପ ବୃଷ୍ଟି କଲେ। हरे कृष्णा। तो ये वृंदावन ने ମୋ ଭଏସ ଶୁଣା ଯାଉଛି ନା? ଭିଡିଓ ତ ଦେଖା ହଉନଥିବ। ଭଏସ ଶୁଣା ଯାଉଛି କ୍ଲିୟରଲି? ଆଜ୍ଞା ପ୍ରଭୁଜୀ। ଓକେ ମ୍ୟୁଟ କରିଦିଅନ୍ତୁ। ତ ବୃନ୍ଦାବନରେ ଯେତେବେଳେ ଭୟଙ୍କର ଭାବରେ ସମ୍ବର୍ତ୍ତକ ମେଘ କଣ କରୁଥିଲେ ବର୍ଷା କରୁଥିଲେ ସେତେବେଳେ ସମସ୍ତେ ଭଗବାନ କୃଷ୍ଣଙ୍କର ଆଶୀର୍ବାଦ ନଉଥିଲେ। ଛୋଟବେଳେ ମୋର ଗୋଟେ ମନେ ଅଛି ମୋର ଜେଜେମା ଥିଲେ ସେ ଭାଗବତ ଶୁଣିବା ପାଇଁ ବହୁତ ପସନ୍ଦ କରନ୍ତି। ସେ କହୁଥିଲେ ଗୋଟେ ପ୍ରକାର ଘାସ ଅଛି ଯୋଉ ଘାସକୁ କୁହାଯାଏ ମୁଥ ଘାସ ବୋଲି। ଆମ ଏପଟେ ମୁଁ ଜଣା ନାହିଁ ଅଲଗା ଏପଟେ କଣ କହୁଥିବେ। ତ ମୁଁ ପଚାରିଲି ମୁଥ ଘାସ ମା ମାନେ କଣ? ନା ଭଗବାନ ଯେତେବେଳେ ଗୋବର୍ଦ୍ଧନକୁ ଧାରଣ କରିଥିଲେ ତ ଗୋବତ୍ସ ମାନଙ୍କ ପାଇଁ ସେ ଗୋଟେ ସ୍ପେଶାଲ ଟାଇପ ର ଘାସ ପ୍ରସ୍ତୁତ କଲେ ବୃନ୍ଦାବନରେ। ତ ଯାଇକି ସେଇ ବୃନ୍ଦାବନ କାହିଁକି ନା ଗୋବର୍ଦ୍ଧନକୁ ଧରିକି ରଖିଛନ୍ତି ନା। ତ ଏବେ ଖାଇବେ କଣ ସମସ୍ତେ ଗୋବତ୍ସ ମାନେ। ସେ ଗୋଟେ ପ୍ରକାର ଘାସ ଅଛି ସେଇ ମୁଥ ଘାସ ତାକୁ ଭଗବାନ ପ୍ରେଜେଣ୍ଟ କଲେ। କିନ୍ତୁ ଯେତେବେଳେ କଥା ହୁଅନ୍ତି ଆମେ ଭୟଙ୍କର ବୃଷ୍ଟିପାତ ହୁଏ ତ ଭଗବାନ ଗୋବର୍ଦ୍ଧନକୁ ଧାରଣ କରନ୍ତି ତ ସମ୍ଭବତଃ ଉପର ବହୁତ ଜୋର ସେ ବର୍ଷା ହଉଛି। କେହି କେହି ସୋସିଆଲ ମିଡିଆରେ ଗୋଟେ ଫଟୋ ଦେଖିଥିବ ଯୋଉଟାରେ ଘରର ବାପା କି ମା ଏମିତି କିଏ ମୋର ମନେ ପଡୁନି ତ ପିଲାମାନଙ୍କୁ ସେ କଣ କରିଥିବ ନା ଆଲିଙ୍ଗନ କରିକି ରଖିଥିବ ଆଉ ତା ପଛପଟେ ସବୁ କେହି ତୀରରେ ମାରୁଥିବେ ଏମିତି କେହି କେହି ଦେଖିପାରନ୍ତି ମୁଁ ଜାଣିନି। ଗୋଟେ ପିକଚର ଆସିଥିଲା ଷ୍ଟାଟସ ରେ ମୁଁ ଗୋଟେ ଦିନ ଦେଖିଥିଲି।
ତ ସେମିତି ବାସ୍ତବରେ ତାଠୁ ମାନେ କୋଟି ଗୁଣରେ ଅଧିକ ଗୋବର୍ଦ୍ଧନ କଣ କରିଛନ୍ତି, ସମ୍ବର୍ତ୍ତକ ମେଘ ଅଛି, ସେ କଣ ପ୍ରଳୟଙ୍କର ପ୍ରଳୟ ସମୟରେ ସେ ମାନେ ବର୍ଷା ଆସେ, ମେଘ ଆସେ। ତ ସେତିକି ଜୋର ବର୍ଷା ହଉଛି କୋଉଠି ନା ଗୋବର୍ଦ୍ଧନଙ୍କ ଉପରେ। କିନ୍ତୁ ତଳେ କିଏ ଅଛନ୍ତି ନା ଭଗବାନ ଶ୍ରୀକୃଷ୍ଣଙ୍କର ଭକ୍ତ ମାନେ ଅଛନ୍ତି। ତ ଗୋଟେ ଭକ୍ତ ଆଉ ଗୋଟେ ଭକ୍ତଙ୍କୁ କେମିତି ସୁରକ୍ଷା ପ୍ରଦାନ କରନ୍ତି ସେ ଦେଖିବାର ଅଛି। ଆଉ ବାସ୍ତବରେ ଗୋବର୍ଦ୍ଧନ ପର୍ବତ ମା କହିଥିଲେ କି ଗୋବର୍ଦ୍ଧନ ତମେ ଏତେ ଓଜନଦାର ହବନି, କାହ୍ନା ବହୁତ ଛୋଟ ପିଲା, ଆଉ ଏଇନା ବର୍ଷା ହଉଛି, ମୁଁ ତାକୁ ଖାଇବା ପିଇବାକୁ ଦେଇପାରୁନି, ତେଣୁ ତୁମେ ହାଲକା ହେଇଯିବ। ତ ଆକ୍ଚୁଆଲି ଭଗବାନ ଗୋବର୍ଦ୍ଧନକୁ ସ୍ପର୍ଶ ବି କରୁନଥିଲେ, ଇନ ଦ ସେନ୍ସ ଗୋବର୍ଦ୍ଧନକୁ ଧରିଥିଲେ, କିନ୍ତୁ ଗୋବର୍ଦ୍ଧନ ଭଗବାନଙ୍କର ଯୋଉ ଅଙ୍ଗୁଷ୍ଠି ଅଛି ତା ଉପରେ ହିଁ ଚାଲିଥିଲେ। କାହିଁକି ନା ଭଗବାନଙ୍କର ସ୍ପର୍ଶରେ ଏତେ ଚିନ୍ମୟତା ଅଛି, ଗୋବର୍ଦ୍ଧନ ନିଜେ ଓଡିଆରେ କହନ୍ତି ଗୋଡ ମାନେ ତଳେ ଲାଗେନି, ତ ସେମିତି ଗୋବର୍ଦ୍ଧନ ଅତ୍ୟନ୍ତ ପ୍ରସନ୍ନ ହେଇକି ସେ ମାନେ ଆନନ୍ଦିତ ହେଇକି ଅଛନ୍ତି। ସେଥିପାଇଁ ଭଗବାନଙ୍କୁ ସ୍ପର୍ଶ ମାନେ କୁହନ୍ତିନି ସ୍ୱାଭାବିକ ରୂପରେ ଉର୍ଦ୍ଧ୍ୱଗାମୀ ଅଛନ୍ତି। କିନ୍ତୁ ଅପରପକ୍ଷରେ ଏଇଟା ହିଁ ବୈଷ୍ଣବର ଲକ୍ଷଣ ହବା ଦରକାର, କି ନିଜେ ସହ୍ୟ କରିକି, ଗୋବର୍ଦ୍ଧନ କେତେ କଷ୍ଟ ସହ୍ୟ କରୁଥିଲେ। ମାନେ ଆମର ବଜ୍ର କିଏ ଆମର ଇନ୍ଦ୍ରଦେବ କଣ କରୁଥିଲେ, ବଜ୍ର ପ୍ରହାର କରୁଥିଲେ, ସମର୍ଥକ ମେଘ ସେ ବି ବାରିପାତ କରୁଥିଲେ, ତେଣୁ କେତେ କଷ୍ଟ ହଉଥିବ। କିନ୍ତୁ ଅପରପକ୍ଷରେ ଗୋବର୍ଦ୍ଧନ ଏତେ ଆନନ୍ଦିତ ଥିଲେ କୃଷ୍ଣଙ୍କର ସ୍ପର୍ଶରେ, ସମସ୍ତ ଭକ୍ତଙ୍କୁ ସେ କଣ ଆଦରି ନଉଥିଲେ। ତ ଏଇଟା ହିଁ କହୁଥିଲି ବୈଷ୍ଣବ ମାନଙ୍କର ଲକ୍ଷଣ ହବା ଦରକାର। ବୈଷ୍ଣବ ମାନେ ସବୁବେଳେ ପର ଦୁଃଖୀ ହବା ଦରକାର। ଆଉ ଭଗବାନଙ୍କର ଭକ୍ତଙ୍କୁ ଯିଏ ସୁରକ୍ଷା ପ୍ରଦାନ କରିବ, ତାଙ୍କର ଭକ୍ତିରେ ଯିଏ ସାହାଯ୍ୟ କରିବ, ତାଙ୍କର ଭକ୍ତିକୁ ଯିଏ ଆପ୍ରିସିଏଟ କରିବ, ସେତେବେଳେ ସେ ବ୍ୟକ୍ତି ବହୁତ ସୁନ୍ଦର ଭକ୍ତି କରିପାରିବ। ୟା ପରେ ସେ ଉଚ୍ଚତମ ସ୍ତରର ଭକ୍ତିର ଉଚ୍ଚତମ ସ୍ତରରେ ସ୍ଥିତ ହେଇଥିବ। ସେଇଥିପାଇଁ ବୋଧହୁଏ ମୁଁ ଭାବେ କି ଭଗବାନ ଗୋବର୍ଦ୍ଧନଙ୍କୁ କଣ କହିଛନ୍ତି, ହରିଦାସ ବର୍ୟ। ତ ହରିଦାସ ବର୍ୟ ମ୍ୟୁଟ କରିଦିଅ, କାର ଅନମ୍ୟୁଟ ଅଛି। ତ ଭଗବାନ କଣ ହରିଦାସ ବର୍ୟ। ତ ସେତେ ଭଗବାନଙ୍କର ସେ ହରିଙ୍କର ଭକ୍ତ ମାନେ ରହିଲେ। ସବୁଠୁ ବହୁତ ସୁନ୍ଦର ଭକ୍ତ ଆଉ ସବୁଠୁ ବଡ ଭକ୍ତ ହେଲେ କିଏ ନା ଗୋବର୍ଦ୍ଧନ, ଯିଏ ଗୋପ ବାଳକ ମାନଙ୍କର, ଗୋବତ୍ସ ମାନଙ୍କର, ଆଉ ଗୋପପୁରର ସମସ୍ତ ଆଦିବାସୀ ବ୍ରଜବାସୀ ମାନଙ୍କ ପାଇଁ ସବୁ ପ୍ରକାର ସଂସାଧନ ସେବା ପାଇଁ ତାଙ୍କର ସବୁ ପ୍ରକାର ସଂସାଧନ କରିଛନ୍ତି, ବ୍ୟବସ୍ଥା କରିଛନ୍ତି। ଆମେ ଶିକ୍ଷା ନିଶ୍ଚୟ କରିବା ଦରକାର। ଆଉ ରହିଲା କଥା ରହିଲା କି ଗୋବର୍ଦ୍ଧନ କୁ କାହିଁକି, ବହୁତ ଇମ୍ପୋର୍ଟାଣ୍ଟ ଜିନିଷ, ଯେତେବେଳେ ସମସ୍ତେ ଧ୍ୟାନ ଦେଇକି ଶୁଣନ୍ତୁ, ଗୋଟିଏ ଲାଇନ କହିବି କି ଭଗବାନ ଯେତେବେଳେ କ୍ଷୀରସାଗରରେ ଥିଲେ, ସେତେବେଳେ ଶୂନ୍ୟରୁ ଭଗବାନ କହିଲେ, ପୁରୁଷୋତ୍ତ ଇତ୍ୟାଦି ପାଠ କରିକି ବୃନ୍ଦାବନ ସେଠି ଆମର ଦେବାଦେବୀ ମାନେ ସମସ୍ତେ ଭଗବାନଙ୍କ ଶରଣ ନେଇଥିଲେ କି କଂସର ଅତ୍ୟାଚାର ପାଇଁ। ତ ଭଗବାନ କଣ କହିଲେ, ବ୍ରହ୍ମାଙ୍କୁ କହିଲେ କି ମୁଁ ବହୁତ ଜଲ୍ଦି ଯଦୁ ବଂଶରେ ଆବିର୍ଭାବ ହେବି, ଆଉ ସବୁ ଦେବାଦେବୀ ମାନଙ୍କୁ ତୁମେ କୁହ କି ସମସ୍ତେ ଯାଇକି କୋଉଠି ଆବିର୍ଭାବ ହେବେ ନା ଯଦୁ ବଂଶରେ ଆବିର୍ଭାବ ହେବେ, ମନେ ରଖିଥାଅ। ତାପରେ ବ୍ରହ୍ମା ସେ ମେସେଜ କାହାକୁ ପାସ୍ କଲେ, ଇନ୍ଦ୍ରଙ୍କୁ ପାସ୍ କଲେ। ଇନ୍ଦ୍ର ବି ସବୁ ଦେବାଦେବୀ ମାନଙ୍କୁ କହିଦେଲେ କି ଭଗବାନ ଆବିର୍ଭାବ ହେବେ ଯଦୁ ବଂଶରେ, ସବୁ ଦେବାଦେବୀ ମାନେ ନିଜ ନିଜର ଅଂଶରେ ଯାଇକି ଜନ୍ମ ହବ। କିନ୍ତୁ ଦି ଜଣ ଜନ୍ମ ହେଲେନି, କିଏ ବ୍ରହ୍ମା ଆଉ ଇନ୍ଦ୍ର। କାହିଁକି ନା ସେମାନେ କହିଲେ ମେସେଞ୍ଜର ହେଇଗଲେ, କିନ୍ତୁ ସେମାନେ ଯାଇକି ଭଗବାନଙ୍କ ସେବା କିଛି କଲେନି। ତ ସେଇଥିପାଇଁ ଭଗବାନ କହିଲେ ଠିକ ଅଛି, ତୁମେ ତ ଅର୍ଡର ଦେଇଦେଲ, ଏବେ ତୁମର କଣ ହବ। ସେଇଥିପାଇଁ ଗୋଟେ ସ୍ଥଳରେ ଦେଖୁଛେ ଆମେ ଗୋବର୍ଦ୍ଧନରେ ଭଗବାନଙ୍କର ଇନ୍ଦ୍ରଙ୍କର କଣ ମାନଭଞ୍ଜନ ହେଲା, ତା ସାଙ୍ଗରେ ବ୍ରହ୍ମାଙ୍କର ବ୍ରହ୍ମ ବିମୋହନ ମଧ୍ୟ ହେଲା। ତେଣୁ ଯେତେବେଳେ ଆମେ ସେବାକୁ ସ୍ଵୀକାର ନ କରନ୍ତି, ଆଉ ସେତେବେଳେ ହିଁ ଏ ସମସ୍ୟା ଗୁଡା ଆସେ। ତେଣୁ ଆମେ ସେବାକୁ ନମ୍ର ଭାବରେ ସ୍ଵୀକାର କରିବା ଦ୍ଵାରା ଆମେ ଭଗବାନଙ୍କର ନିତ୍ୟ ପାର୍ଶ୍ୱ ଦେବାର ସ୍ଥିତିକୁ ଧୀରେ ଧୀରେ ଆସିପାରିବା। ଠିକ ଅଛି, ପ୍ରଭୁଜୀଙ୍କୁ ବହୁତ ସୁନ୍ଦର ଭାବେ ଧନ୍ୟବାଦ। ଆଉ ଗୋଟେ ଜିନିଷ କହିବି, ଏଟା ହାଲକା କମେଣ୍ଟ ଟାଇପ ର ଆମ ସମସ୍ତଙ୍କ ପାଇଁ। ତ ଗୋଟେ ଲୌକିକ ଜିନିଷ କହୁଛି କି ଥରେ ଜଣଙ୍କୁ ପଚରା ଗଲା, ମୁସଲିମ ଲୋକ, ସେ କଣ କରୁଥିଲା ସବୁବେଳେ ମହାଭାରତ ଶୁଣିବା ପାଇଁ ଯାଉଥିଲା। ସେ ମହାଭାରତରେ ସେ ଲୋକକୁ ତା ସ୍ତ୍ରୀ ଆସି ପଚାରିଲା କି ଏ ମହାଭାରତ କଣ? ସେ କହିଲା ଆରେ କିଛି ନୁହେଁ, ମହାଭାରତ କିଛି ଗୋଟେ ଷ୍ଟୋରି। ତାପରେ ପୁଣି ଆସି ଆଉ ଦିନ ପଚାରିଲେ ମହାଭାରତ କଣ? ନା କିଛି ନାହିଁ, 5ଟା ଭାଇ ଅଛନ୍ତି ପାଣ୍ଡବ, 5ଟା ଗାଁ ଅଛି। ସେଇଥିରେ ସେମାନେ ଖାଲି ମାନେ ବାଡା ପିଠା ହଉଛନ୍ତି, ଆଉ କିଛି ମହାଭାରତ ନାହିଁ। ତା ସ୍ତ୍ରୀ କଣ କହିଲା, ଆଚ୍ଛା ଏଇଆକୁ ଶୁଣିବା ପାଇଁ ତମେ ସବୁବେଳେ ସନ୍ଧ୍ୟାରେ ଯାଉଛ, ସନ୍ଧ୍ୟା ବେଳକୁ ଯାଇକି ମହାଭାରତ ଶୁଣିକି ଆଉଛ, ସେଇଥିପାଇଁ ଆମର ଝଗଡା ହଉଛି ଆଉ। ତେଣୁ ଭଗବାନଙ୍କର ଲୀଳାଟା ସେମିତି ନୁହେଁ, କେବେ ବି ଲୌକିକ ଅବସ୍ଥାରେ ଆମେ ବୁଝିପାରିବାନି। ତେଣୁ ଆମେ ଯେତେ ପ୍ରଭୁପାଦଙ୍କର ବୁକ୍ସ ଡିଟେଲ ମାନେ ସମ୍ବର୍ତ୍ତକ ମେଘ ଆସିଲା ମାନେ କେମିତି ଆସିଲା, ସମର୍ଥକ ମେଘ କେମିତି ବର୍ଷା କଲା, ସେ ବର୍ଷାର ପରିଣାମ କଣ ହେଲା, ସବୁ ଜିନିଷ ଡିଟେଲରେ ଆମେ
ସବୁ ଜିନିଷକୁ ମନେ ରଖିବା, ତାକୁ ଅଧ୍ୟୟନ କରିବା, ତାକୁ ଶ୍ରବଣ କରିବା, ସେତେବେଳେ ଆମ ହୃଦୟରେ ଯୋଉ ଡିଟେଲ ମାନେ କୋଣ ଅନୁକୋଣ ଯୋଉ ଅନର୍ଥ ଅଛି ନା, ସେ ଧୀରେ ଧୀରେ ପରିଷ୍କାର ହବ। ଏଟା ଆମ ସମସ୍ତଙ୍କ ପାଇଁ, ମୋ ପାଇଁ ବି, ତୁମ ପାଇଁ ବି, ସମସ୍ତଙ୍କ ପାଇଁ ଆମେ ଚେଷ୍ଟା କରିବା ଦରକାର ଭଗବାନଙ୍କ ଲୀଳାକୁ ଯେତେ ଅଧିକରୁ ଅଧିକ କହିବା। ଏବେ ଖାଲି ଗୋଟେ କହୁନ, କାହା ଗୋଟେ କହିବ କି କଣ ସୋମବାର କଣ ଏ ଯୋଉ ଯାଉଛନ୍ତି, କଣ ଯାଉଛନ୍ତି ଶିବ ମନ୍ଦିରରେ ହରେ ପାଣି ନେବା ପାଇଁ ଯାଉଛନ୍ତି। ହଁ, କୃଷ୍ଣ କେତେ ପ୍ରଭୁ। ପ୍ରକାର ଗୀତ ଅଛି ହେଲା, କେତେ ସବୁ ଗୀତ ଅଛି। ଆମେ ଖାଲି ଗୀତ ନା କହିଲେ ଆମର ସବୁ ମାଇଣ୍ଡ ରେ ପଛପଟେ ବ୍ୟାକଗ୍ରାଉଣ୍ଡ ରେ ଚାଲିବଣି। ଏଇ ଗୀତ ଅଛି, ସେ ଗୀତ ଅଛି, ଆମେ ଏତେ ଗୀତ ଶୁଣିଲେଣି, ଫଟାଫଟ କେତେ ଜିନିଷ। ଖାଲି ଏମିତି କୃଷ୍ଣ କହିବା ପାଇଁ କହିଥିଲେ, ମାନେ ସାଧୁ ସମାଜରେ ବୈଷ୍ଣବ ମାନେ ଯେତେବେଳେ ଭଗବାନଙ୍କର ଗୋଟିଏ ଗୁଣ ଖେଳ ଶୁଣନ୍ତି, ସେତେବେଳେ ତାଙ୍କର ପୁରା ଅନବରତ ସେ ଭଗବାନଙ୍କ ଲୀଳାରେ ସ୍ଫୁରିତ ହେଇଯାଆନ୍ତି। ସେମିତି ଆମକୁ ହବାର ଅଛି, ଭଗବାନଙ୍କ ଲୀଳା ଅଭ୍ୟାସ ଏବେ ପଢିବା, ଜୀବନ ସାରା ଏଇ କୃଷ୍ଣ ବୁକ୍ ଆମକୁ ପଢିବାର ଅଛି। ପୁରା ସବୁତକ ଲୀଳା ଫାଷ୍ଟ ଟାଇମ ସ୍ମରଣ ରଖିବାର ଅଛି। ତାହେଲେ ଧୀରେ ଧୀରେ ଆମେ କୃଷ୍ଣ କନସିୟସ ହବା। କୃଷ୍ଣ କନସିୟସ ହବା ପାଇଁ କେବଳ ଏଇ କୃଷ୍ଣ ବୁକ୍ ହିଁ ଆମ ପାଇଁ ଦରକାର। ଆଉ କିଛି ବେଶୀ ଫିଲୋସଫି ଦରକାର ନାହିଁ। ପ୍ରଭୁପାଦ ଏଥିରେ ସବୁ କିଛି ଦେଇ ଦେଇଛନ୍ତି। ଠିକ ଅଛି, ଏଟା ଆମେ ନିଶ୍ଚୟ ଆମ ନିଜର ପ୍ରେରଣା ପାଇଁ ପ୍ରଭୁପାଦଙ୍କର ଅନୁଗମନ କରିବା। ତ ସମସ୍ତଙ୍କୁ ଧନ୍ୟବାଦ। ଆଉ ଲାଇଟ ବି ଏଠି ଆମର ପଳେଇଛି, ବୋଧେ ବର୍ଷା ହଉଛି, ସମ୍ବର୍ଧକ ନୁହେଁ, ସାଧାରଣ ବର୍ଷା। ଆମେ ଏଇଠି ରହିବା, ପୁନଃ କାଲି ମର୍ଣ୍ଣିଂ ରେ ନାମ ଜପ କରିବା। ଠିକ ଅଛି, କାହାର କିଛି କମେଣ୍ଟସ ଅଛି, କମେଣ୍ଟସ କରିପାରିବ, ବହୁତ ଟାଇମ ଅଛି, ଆଉ 3-4 ମିନିଟ ଅଛି ଭାବନ୍ତୁ। ଲିପି ମାତାଜୀ, ତୁମେ କିଛି କହିବା ପାଇଁ ଚାହିଁବ? ହରେ କୃଷ୍ଣ। ଓକେ, କେହି ବି କମେଣ୍ଟ ସେୟାର କରିପାରିବ। ପ୍ରାଞ୍ଜଳି ମାତାଜୀ, ତୁମେ ଅନମ୍ୟୁଟ କରି କହିଲ କଣ ତୁମର କହିବାର ଅଛି। हरे कृष्णा प्रभु जी। प्रभु जी, ମତେ ଖରାପ ଲାଗୁଛି କି ମୁଁ ସବୁବେଳେ ଏକ୍ସକ୍ୟୁଜ ଦିଏ ନା, ମୁଁ ଏଇଟା ଆଜି ଜଏନ ହେଇପାରିଲିନି, କଲିନି। ବଟ ଆଜି ରିଏଲାଇଜ ହଉଛି ଯେ ଭଗବାନଙ୍କ ନାମ ଶୁଣିବା ହିଁ କେତେ ବଡ ମାନେ ନିଜ, ମୁଁ ବି ମାନେ କିଛି ଦିନ କରେ, ପୁଣି ମାନେ କଣ ଗୋଟେ ହେଇଯାଏ, ସେଇ ଛୋଟିଆ ରିଜନ ଟା ପାଇଁ ମୁଁ ରହିଯାଏ। ତ ସେଇଟା ମତେ ଆଜି ଠିକ ଅଛି, ରିଏଲାଇଜ ହଉଛି କାରଣ ନା। ଆମକୁ ଆମକୁ ବୁଝି ଦେବାର ଅଛି କି ନାଇଁ, ଆମକୁ ଗୋଟେ ଚାନ୍ସ କେବେ ମିସ୍ କରିବାର ନାହିଁ। ମଣିଷ ଜୀବନଟା ପ୍ରତ୍ୟେକ ମୁହୂର୍ତ୍ତରେ କୃଷ୍ଣ ଭାବନା ହବାର ଅଛି। ଆମ ଗୋଡରେ ଯଦି କଣ୍ଟା ପଶିଯିବ, ଆମେ କଣ ଅପେକ୍ଷା କରିବା କି 2-4 ଦିନ, ଆଜି ତ କଣ୍ଟା ପଶିଲା ଆଉ ଆମେ ତୁରନ୍ତ ଆଉ ଗୋଟେ କଣ୍ଟା ମାନେ ଛୁଞ୍ଚିକି ସେଫ୍ଟି ପିନ୍ ବଗେରା ନେଇକି ଆମେ ତାକୁ ଚେଷ୍ଟା କରିବା। କିଛି କାମ ଥାହେଲେ ବି ଆମେ ଗୋଟାକୁ ଟେକି ଦେଇକି ବାକି ଆଗରେ କୋଉଠି କଣ୍ଟା ପଶିଛି, ଟିକେ ପାଦ ଧୋଇ ଦେଇକି କ୍ଲିନ ଦେଖାହବ, ତାପରେ କଣ୍ଟାଟା ବାହାର କରିବାକୁ ଯିବା। ତେଣୁ ଯେତେବେଳେ ବି ମୁଁ କହିଥିଲି କିଛି ବି ଡେଫିସିଏନ୍ସି ଆସିବ ଭକ୍ତି ମାର୍ଗରେ, ଆମକୁ ଅନକମ୍ଫର୍ଟେବୁଲ ଲାଗୁଥିବ, ଆମେ ତୁରନ୍ତ କନେକ୍ଟ କରିବା ଡିଭୋଟି ଆସୋସିଏସନରେ। କିଏ ପ୍ରଭୁଜୀ କି ମାତାଜୀ କିଏ ଅଛନ୍ତି, ଆପଣ ଟିକେ ହେଲ୍ପ କରନ୍ତୁ, ମୁଁ କାଲି ପୁଣି ରିଇନଷ୍ଟାର୍ଟ ହେବି। ଏଇଟା ହିଁ, ଆଉ ଏଇଟା ଯାହାର ହୁଏନି, ସେ ବେଶୀ ଦିନ ଭକ୍ତି କରିପାରନ୍ତିନି। ଆମେ ଫଟକିନି ପଳାନ୍ତି, ଆମକୁ ଲାଗେ ତମ ପ୍ରଭୁ ତ କିଛି କହୁନାହାନ୍ତି ଆଉ। କହୁନାହାନ୍ତି ନୁହଁ, ମତେ କଷ୍ଟ ହଉଛି ଯଦି କେହି ଭଗବାନଙ୍କ ନାମ ଜପ ଇତ୍ୟାଦି ଜପ କର, ମାନେ ସକାଳେ ଜଏନ ଇତ୍ୟାଦି କରନ୍ତିନି, କିମ୍ବା ଶାସ୍ତ୍ରକୁ ବୁଝନ୍ତିନି, ଜାଣନ୍ତିନି। କାହିଁକି ନା କିଛି ଦିନ ପରେ ଆମେ ସମସ୍ତେ ପଳେଇଥିବା, ନୂଆ ସେଟ ଅଫ ପିପୁଲ ଆସିବେ। ସେଇଟା ମୁଁ କେବେ ବି ଚାହେଁନି। ଯୋଉମାନେ ପୁରୁଣା ଅଛନ୍ତି ସେମାନେ ଅଭିଜ୍ଞ ହବା ଦରକାର ଭକ୍ତିରେ, ଆଉ ଯୋଉମାନେ ନୂଆ ଆସୁଛନ୍ତି ତାଙ୍କୁ ଆମେ ଇନ୍ସପାୟାର କରିବା ଦରକାର। ଠିକ ଅଛି, ଆମେ ସମସ୍ତେ ଷ୍ଟ୍ରଗଲ କରୁଛନ୍ତି, ନୋ ଡାଉଟ, କିନ୍ତୁ ଆମେ ଥକିବାନି କିମ୍ବା ଢିଲା ହବାନି, ତାଙ୍କୁ ଚେଷ୍ଟା କରିବା ଅଛି। ଜ୍ୟୋତ୍ସ୍ନାରାଣୀ ମାତାଜୀ, ଆପଣ କିଛି କହିବେ? ହରେ କୃଷ୍ଣ ଭାଉଜ, ଧନ୍ୟବାଦ ଆପଣଙ୍କୁ। କହୁଛି ବୃନ୍ଦାବନରେ ସମସ୍ତେ କେମିତି ଜାଣିଥିଲେ କି ଏଇ ଅସୁରଙ୍କ ନା ଏଇଆ? କିନ୍ତୁ ପୂର୍ବରୁ ଜାଣୁଥିଲେ ତୃଣାବର୍ତ, ଇଏ ପୂତନା। ଅସୁର ମାନେ ଯେତେବେଳେ ଆସନ୍ତି, ସେତେବେଳେ ଏକ ତ ପ୍ରଥମେ କଂସ ସମସ୍ତ ଅସୁରକୁ ପ୍ରେରଣ କରିଥାନ୍ତି, ତାଙ୍କର ନାଁ ଗୋଟେ ଥାଏ। ଆଉ ଯେତେବେଳେ ଅସୁର ମାନେ ଆସନ୍ତି, ସେମାନେ ଅହଙ୍କାର ଥାଏ ନା, ସେମାନେ ନିଶ୍ଚୟ ସୁନ୍ଦର ଭାବରେ କହିଦିଅନ୍ତି କେତେବେଳେ, ହେଲା କି ମରିଷ୍ଟାସୁର, ସକଟାସୁର, ହେଲା। ନହେଲେ ବି ଲୋକମାନେ ଜାଣନ୍ତି ଅସୁର ମାନଙ୍କ ପ୍ରତି, ସେମାନେ ଜାଣନ୍ତି କଂସ କାହାକୁ ପ୍ରେରଣ କଲେ, କଂସର ଦୂତ ମାନେ ଅଛନ୍ତି, ହେଲା, ତ ଜଣା ପଡିଯାଏ ସେଥିପାଇଁ। ଆଉ ଏଇଟା ନୂଆ କଥା ନୁହଁ, ଯେତେବେଳେ ଆମ କାର୍ଗିଲ ଯୁଦ୍ଧ ହବ, ଭାରତ ପାକିସ୍ତାନ ଯୁଦ୍ଧ ହବ, ପାକିସ୍ତାନ ମାନେ ମାରିଲେ କି ଚାଇନାର ଲୋକମାନେ ମାରିଲେ, ଆମେ ଜାଣିଦବା ନା, ବଡ କଥା ନୁହଁ। କିନ୍ତୁ ଅନର୍ଥ ଗୁଡାକୁ ଜାଣିବାର ଅଛି, ଏଇଟା ହିଁ ଅନର୍ଥ, ସେଇଟା ଆଚାର୍ଯ୍ୟ ମାନେ ଦେବେ ଆମକୁ। ଭଲ ପଏଣ୍ଟ କହିଲ, ସଡନଲି ମୁଁ ଭଲ ଲାଗିଲା। ଠିକ ଅଛି, ଆगे ଚୋଳଙ୍ଗ ପ୍ରଭୁ, ହରେ କୃଷ୍ଣ। ଷ୍ଟାଟିକ୍ସ ସ୍ଥିର ହେଇଯାଇଛି। ଆଉ ଚନ୍ଦନ ପ୍ରଭୁ, ତୁମେ କୁହ, ତମର ଆଉ କଣ କହିବାର ଅଛି? ହରେ କୃଷ୍ଣ, ଦଣ୍ଡବତ ପ୍ରଣାମ।
ଦଣ୍ଡବତ ପ୍ରଣାମ। ପ୍ରଭୁ ବହୁତ କିଛି ତାହେଲେ ପ୍ରାକ୍ଟିସ କରିଥିଲି କିନ୍ତୁ ଠିକ ସେ କହିପାରିଲିନି, ସେଇଟା ଟିକେ ଭଲ ଲାଗୁନି। ନା ନା, ଆମକୁ ଭଲସେ ଅଭ୍ୟାସ କରିବାର ତ ଅଛି, କ୍ଲାସ ରେ କହିବା ପାଇଁ ନୁହେଁ, ଜୀବନ ସାରା ଆମକୁ କୃଷ୍ଣ ଭାବନାମୃତ ହବାର ଅଛି। ତେଣୁ ନୋ ଡାଉଟ ଭଲସେ ଭକ୍ତି କରିବା। ଆଉ ଶ୍ରବଣ କୀର୍ତ୍ତନ ଜଳେ କରଇ ସିଞ୍ଚନ କୁହାଯାଏ। ଭକ୍ତିଲତାର ବୀଜ ଯୋଉ ଅଛି, ସମସ୍ତଙ୍କ ଟିକେ ଟିକେ ଶ୍ରଦ୍ଧା ଅଛି, କିନ୍ତୁ ତାକୁ ଠିକ ସେ ସଂରକ୍ଷିତ କରିବାର ଅଛି, ତାକୁ ବଢେଇବାର ଅଛି। ତାର ବଢେଇବାର ମାର୍ଗ ହେଲା କଣ? ଏ ଶ୍ରବଣ କରିବା, କୀର୍ତ୍ତନ କରିବା, ନାମ ଜପ କରିବା, ଏଇ ସବୁ ଜିନିଷ ତେଣୁ ଅଭ୍ୟାସ କରିବା। ଠିକ ଅଛି, ଓକେ, ସମୟ ବି ହେଇଗଲାଣି, ସମସ୍ତେ ରେଷ୍ଟ କରନ୍ତୁ। ପ୍ରସାଦ ପାଇକି ଆମେ କାଲି ଶ୍ରବଣ ନାମ ଜପ କରିବା। ହରେ କୃଷ୍ଣ। श्रील प्रभुपाद की जय, अनंत कोटि वैष्णव वृंद की जय, गौर प्रेमानंद। हरे बोल, हरे कृष्ण।